7 ସେପ୍ଟେମ୍ବର ଖଗ୍ରାସ ଚନ୍ଦ୍ରଗ୍ରହଣରେ କ'ଣ କରିବା କ'ଣ ନ କରିବା ଆସନ୍ତୁ ଜାଣିବା। ଗ୍ରହଣ ସମୟ ରାତ୍ରି 9:57ରୁ ମଧ୍ୟରାତ୍ରି 1:26 ପର୍ଯ୍ୟନ୍ତ। ସୂତକ ସମୟ ଦ୍ୱିପହର 12:57ରୁ ପ୍ରାରମ୍ଭ। ବାଳକ, ବୃଦ୍ଧ ଓ ଗର୍ଭବତୀ ମହିଳା ଓ ରୋଗୀମାନଙ୍କ ପାଇଁ ସୂତକର ସମୟ ସନ୍ଧ୍ୟା 5:27ରୁ ପ୍ରାରମ୍ଭ। ଗ୍ରହଣର ସୂତକ ପୂର୍ବରୁ ଗଙ୍ଗାଜଳ ପାନ କରିବା ଉଚିତ। ଗ୍ରହଣ କାଳ ଆରମ୍ଭ ହେବା ପୂର୍ବରୁ ଘରର ଈଶାନ୍ୟ କୋଣରେ ଦେଶୀ ଘିଅର 4 ମୁଖ ବାଲା ଦୀପ ପ୍ରଜ୍ୱଳିତ କରି ପୁରା ଘରେ କର୍ପୂରର ଧୂଆଁ କରିବା ଉଚିତ। ଗ୍ରହଣର କୁପ୍ରଭାବରୁ ଖାଦ୍ୟ ପଦାର୍ଥ ଦୂଷିତ ନ ହେବା ପାଇଁ ଖାଦ୍ୟ ପଦାର୍ଥ ଓ ପାନୀୟ ଜଳରେ ତୁଳସୀ ପତ୍ର କିମ୍ବା କୁଶ ପକାଇବା ଉଚିତ। ପାଣି, କ୍ଷୀର ଓ ଦହିରେ ତୁଳସୀ ପତ୍ର ନ ପକାଇ କୁଶ ପକାଇବା ଉଚିତ। ସତ୍ସଙ୍ଗ କୀର୍ତ୍ତନ ଯଦି ଡାଉନଲୋଡ୍ କରିବେ ତ ଗ୍ରହଣ ପୂର୍ବରୁ କରିବା ଉଚିତ, କିନ୍ତୁ ଗ୍ରହଣ ସମୟରେ ମୋବାଇଲ ଫୋନର ଉପଯୋଗ କରିବା କଥା ନୁହେଁ। ଟିଭି କିମ୍ବା ସ୍ପିକରର ଉପଯୋଗ କରିପାରିବେ। ଗ୍ରହଣ କାଳରେ ମୋବାଇଲ ଫୋନ ଧରିଲେ ଆଖିକୁ ଅଧିକ ହାନି ହୁଏ। ଚନ୍ଦ୍ରଗ୍ରହଣରେ ଚନ୍ଦ୍ର ଦେବତାଙ୍କର ମନ୍ତ୍ର ଜପ କରିବା ଉଚିତ। ମନ୍ତ୍ର ହେଉଛି ଓମ୍ ସୋମାୟ ନମଃ, ଓମ୍ ଚନ୍ଦ୍ରମସେ ନମଃ, ଓମ୍ ରହିଣୀକାନ୍ତାୟ ନମଃ। ଚନ୍ଦ୍ର ଗାୟତ୍ରୀ ମନ୍ତ୍ର ଓମ୍ କ୍ଷୀରପୁତ୍ରାୟ ବିଦ୍ମହି ଅମୃତତାବାୟ ଧୀମହି ତନ୍ନୋ ଚନ୍ଦ୍ର ପ୍ରଚୋଦୟାତ୍। ଚନ୍ଦ୍ରଗ୍ରହଣରେ କରାଯାଇଥିବା ଜପ, ଧ୍ୟାନ ଓ ଦାନ ଇତ୍ୟାଦିର ଫଳ 1,00,000 ଗୁଣ ଅଧିକ ପୁଣ୍ୟଦାୟୀ ଅଟେ। ଗ୍ରହଣ ସମୟରେ ଗୁରୁମନ୍ତ୍ରର ଜପ କରିବା ଉଚିତ। ମନ୍ତ୍ର ଜପ ନ କଲେ ମନ୍ତ୍ର ମଳିନତାକୁ ପ୍ରାପ୍ତ ହୁଏ। ଯେଉଁମାନେ ଗୁରୁମନ୍ତ୍ର ନେଇନାହାନ୍ତି ସେମାନେ ଭଗବାନ ଶିବ, ଶ୍ରୀହରି କିମ୍ବା ମା ଦୁର୍ଗାଙ୍କର ମନ୍ତ୍ର ଜପ କରିପାରିବେ। ଚନ୍ଦ୍ରଗ୍ରହଣ ସମୟରେ ହସ, ଖୁସି, ମଜା, ନାଚ, ଗୀତ ଇତ୍ୟାଦି ନ କରି ସଂଯମର ସହ ଜପ କରିଲେ ଅନେକ ଗୁଣା ଫଳ ମିଳେ। ଗ୍ରହଣ ସମୟରେ ବ୍ରାହ୍ମୀ ଘୃତକୁ ସ୍ପର୍ଶ କରି ଓମ୍ ନମୋ ନାରାୟଣାୟ ମନ୍ତ୍ରର 8,000 ଥର ଅର୍ଥାତ୍ 80 ମାଳା ଜପ କରି ଗ୍ରହଣ ପରେ ଶୁଦ୍ଧି ହୋଇ ସେବନ କଲେ ମେଧାଶକ୍ତି ଚମତ୍କାରୀ ରୂପେ ବଢ଼େ। ଗ୍ରହଣ କାଳରେ ଅନ୍ନ ଖାଇବା ଅନୁଚିତ। ଯିଏ ଗ୍ରହଣ କାଳରେ ଅନ୍ନ ଖାଏ ସେ ଯେତେଟା ଅନ୍ନର ଦାନା ଖାଇଥାଏ ସେତେ ବର୍ଷ ପର୍ଯ୍ୟନ୍ତ ଅରୁନ୍ତୁଦ ନର୍କରେ ବାସ କରେ। ଗ୍ରହଣ କାଳରେ ଶୋଇଲେ ରୋଗୀ, ଲଘୁଶଙ୍କା କଲେ ଦରିଦ୍ର, ମଳତ୍ୟାଗ କଲେ ପୋକ ଓ ସ୍ତ୍ରୀ ପ୍ରସଙ୍ଗ କଲେ ଘୁଷୁରୀର ଜନ୍ମ ନିଏ। ଗ୍ରହଣ ଦିନ ଫୁଲ, ପତ୍ର ଇତ୍ୟାଦି ତୋଳିବା ବର୍ଜିତ। ଗ୍ରହଣ ସମୟରେ କେଉଁ ବି ଶୁଭ କାମ ଆରମ୍ଭ କରିବା କଥା ନୁହେଁ। ଗ୍ରହଣ କାଳରେ ଅନ୍ୟର ଅନ୍ନ ଖାଇଲେ 12 ବର୍ଷର ପୁଣ୍ୟ ନଷ୍ଟ ହୋଇଥାଏ। ଗ୍ରହଣକୁ ପ୍ରତ୍ୟକ୍ଷ ଆଖିରେ ଦେଖିବା ଦ୍ୱାରା ତାର କୁପ୍ରଭାବ ପଡ଼େ। ଗ୍ରହଣ ସରିବା ପରେ ସ୍ନାନ କରି ସ୍ପର୍ଶ କରିଥିବା ସମସ୍ତ ବସ୍ତୁକୁ ଧୋଇ ଶୁଦ୍ଧ କରିବା ଉଚିତ ଓ ଖାଦ୍ୟ ପଦାର୍ଥରେ ଥିବା ତୁଳସୀ ଓ କୁଶକୁ ମଧ୍ୟ ବାହାର କରିଦେବେ।